ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ବଡ଼ ଆନ୍ତରିକ ନମସ୍କାର। ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜିର ଭିଡ଼ିଓରେ ଆମେ ସିଦିକିୟ ରାଜାଙ୍କର ଗୁମ୍ଫାକୁ ଦେଖିବା। ତେବେ ସିଦିକିୟ ରାଜା କିଏ, ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି ତେବେ ମୋ ସହିତ ବାଇବେଲରେ ଖୋଲିପାରିବେ ଦ୍ୱିତୀୟ ରାଜାବଳୀ ତା'ର 25 ପର୍ବ, ତା'ର 24 ପର୍ବରୁ ହିଁ ଲେଖା ଅଛି। 24 ପର୍ବ 18ରୁ ଯଦି ପଢ଼ିବେ, 18ରୁ 20 ଆଉ 25 ପର୍ବର ଆରମ୍ଭରୁ ଯଦି ପଢ଼ିବେ, ଏଠି ସିଦିକିୟ ରାଜାଙ୍କ ବିଷୟରେ ଲେଖା ଅଛି। ଆଉ ଏହି ସିଦିକିୟ ରାଜା ଏକ ଭଲ ରାଜା ନଥିଲା। ହଁ ପ୍ରିୟ ବନ୍ଧୁଗଣ, ସିଦିକିୟ ରାଜା କୌଣସି ରୂପରେ ଏକ ଉତ୍ତମ ରାଜା ନଥିଲା। ସିଦିକିୟ ରାଜା ଜଣେ ଦୁଷ୍ଟ ରାଜା ଥିଲେ, ଯିଏକି ସଦାପ୍ରଭୁଙ୍କର ବିରୁଦ୍ଧରେ କାମ କରୁଥିଲେ, ସଦାପ୍ରଭୁଙ୍କୁ ବିରକ୍ତ କରୁଥିଲେ, ଆଉ ସଦାପ୍ରଭୁଙ୍କୁ ବିଲକୁଲ ଭୟ କରୁନଥିଲେ। ଆଉ ସଦାପ୍ରଭୁ ଯାହା ମନା କରିଥିଲେ କରିବା ପାଇଁ ସେଇ ସବୁ କରୁଥିଲେ। ତେବେ ସିଦିକିୟ ରାଜାଙ୍କୁ ଯେତେବେଳେ ଶତ୍ରୁମାନେ ଗୋଡ଼େଇଲେ, ସିଦିକିୟ ରାଜା ଏକ ଗୁମ୍ଫା ଭିତରେ ଲୁଚିଥିଲେ। ଆଜିର ଭିଡ଼ିଓରେ ସେ ଗୁମ୍ଫାକୁ ମୁଁ ଦେଖାଇବି ଆପଣମାନଙ୍କୁ, ଯେଉଁ ଜାଗାରେ ସିଦିକିୟ ଲୁଚିଥିଲେ, ଶତ୍ରୁଠାରୁ ପଳେଇକି ଡରିକି ସେ ଲୁଚିଥିଲେ। ଏଇଠି ଦେଖନ୍ତୁ, ଜେଡେକିଆସ୍ କେଭ୍, ଜେଡେକିଆ ଇଂଲିଶରେ ଜେଡେକିଆ କୁହାଯାଏ। ଆଉ 3ଟା ଭାଷା ଲେଖା ଅଛି, ଉପରେ ହିବ୍ରୁ, ତଳେ ଇଂଲିଶ, ତା ତଳେ ହେଉଛି ଉର୍ଦ୍ଦୁ ଭାଷା। ଏଇଠୁ ଆରମ୍ଭ ହେଉଛି ରାଜା ସିଦିକିୟଙ୍କର ଗୁମ୍ଫା। ବହୁତ ଭୟାନକ ଲାଗୁଛି। ଏତେ ବଡ଼ ଗୁମ୍ଫା ଭିତରେ ଲୁଚିଥିଲେ କିଏ? ରାଜା ସିଦିକିୟ। ରାଜା ସିଦିକିୟ এই ଗୁମ୍ଫାକୁ ନିଜେ ତିଆରି କରିଥିଲେ। ତାଙ୍କ ଦ୍ୱାରା ତିଆରି କରାଯାଇଥିବା ଗୁମ୍ଫା ଆଜି ଏଇଠି ଆମେମାନେ ଦେଖୁଅଛୁ। ତେବେ ମୁଁ ଆପଣଙ୍କ ନିମନ୍ତେ ପଢ଼ିବି ସେ କେମିତି ସଦାପ୍ରଭୁଙ୍କର ଅବାଧ୍ୟ ହେଲେ, ଆଉ ସଦାପ୍ରଭୁ କେମିତି ତାଙ୍କୁ ଦଣ୍ଡ ଦେଲେ। ମୁଁ ପଢ଼ୁଛି, ଆପଣମାନେ ଶୁଣନ୍ତୁ। ଦ୍ୱିତୀୟ ରାଜାବଳୀ 24 ପର୍ବ 18ରୁ 20। ସିଦିକିୟ ରାଜ୍ୟ କରିବାକୁ ଆରମ୍ଭ କରିବା ବେଳେ 21 ବର୍ଷ ବୟସ୍କ ହୋଇଥିଲେ। ଓ ସେ ଜେରୁସାଲମରେ 11 ବର୍ଷ ରାଜ୍ୟ କଲେ। ତାଙ୍କର ମାତାଙ୍କର ନାମ ହମୁଟଲ। ସେ ଲିବ୍ନା ନିବାସୀ ଜିରିମିୟର କନ୍ୟା। ଆଉ ସେ ଜିହୋୟାକିମଙ୍କର କୃତ ସମସ୍ତ କର୍ମାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ଲେଖା ଅଛି କୁକର୍ମ କଲେ। କାରଣ ସଦାପ୍ରଭୁଙ୍କ କ୍ରୋଧ ସକାଶୁ ସେ ସେମାନଙ୍କୁ ଆପଣା ଛାମୁରୁ ଦୂର ନ କରିବା ପର୍ଯ୍ୟନ୍ତ ଜେରୁସାଲମ ଓ ଜିହୁଦା ପ୍ରତି ଏପରି ଘଟଣା ଘଟିଲା। ଆଉ ସିଦିକିୟ ବାବିଲ ରାଜାର ବିଦ୍ରୋହୀ ହେଲେ। ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ରାଜା ସିଦିକିୟଙ୍କର ଗୁମ୍ଫା କେମିତି ହେଇଛି, ବହୁତ ଭୟାନକ। ତାପରେ 25 ପର୍ବ 1ରୁ ଯଦି ଆମେ ଦେଖିବା, ତାଙ୍କର କେମିତି ପତନ ହେଲା, ଆଉ ସଦାପ୍ରଭୁଙ୍କର ଅବାଧ୍ୟ ହେତୁ ତାଙ୍କୁ କେମିତି ବନ୍ଦୀ କରାଗଲା। ଅନନ୍ତର ସିଦିକିୟ ଅଧିକାରର 9ମ ବର୍ଷରେ 10ମ ମାସର 10ମ ଦିନରେ ବାବିଲ ରାଜା ନବୁକଦନେସ୍ସର ଓ ତା'ର ସମସ୍ତ ସୈନ୍ୟ ଜେରୁସାଲମକୁ ଆସି ତହିଁ ବିରୁଦ୍ଧରେ ଛାଉଣି କଲେ। ଆଉ ସେମାନେ ତହିଁର ଚତୁର୍ଦିଗରେ ଗଡ଼ ନିର୍ମାଣ କଲେ। ତେଣୁ ସିଦିକିୟ ରାଜାଙ୍କର ଅଧିକାରର 11 ବର୍ଷ ପର୍ଯ୍ୟନ୍ତ ନଗର ଅବରୁଦ୍ଧ ହୋଇ ରହିଲା। ଚତୁର୍ଥ ମାସର 9ମ ଦିନରେ ନଗରରେ ମହା ଦୁର୍ଭିକ୍ଷ ହେଲା। ତହିଁରେ ଦେଶର ଲୋକମାନଙ୍କ ନିମନ୍ତେ କିଛି ଖାଦ୍ୟଦ୍ରବ୍ୟ ମିଳିଲା ନାହିଁ। ତେବେ ନଗରର ଏକ ସ୍ଥାନ ଭଗ୍ନ ହୁଅନ୍ତେ ସମସ୍ତ ଯୋଦ୍ଧା ରାତ୍ରି ଯୋଗେ ରାଜାଙ୍କର ଉଦ୍ୟାନ ନିକଟସ୍ଥ 2 ପ୍ରାଚୀରର ମଧ୍ୟବର୍ତ୍ତୀ ଦ୍ୱାର ପଥ ଦେଇ ପଳାଇଲେ। ସେ ସମୟରେ କଲ୍ଦୀୟମାନେ ନଗରର ଚତୁର୍ଦିଗରେ ଥିଲେ।
ପୁଣି ରାଜା ଆରବା ପଥ ଦେଇ ଚାଲିଗଲେ। ମାତ୍ର କଲ୍ଦୀୟମାନଙ୍କର ସୈନ୍ୟ ରାଜାଙ୍କର ପଛେ ପଛେ ଗୋଡ଼ାଇ ଜିରିହ ପଦାରେ ତାଙ୍କୁ ଧରିଲେ। ତହିଁରେ ତାଙ୍କର ସକଳ ସୈନ୍ୟ ତାଙ୍କ ନିକଟରୁ ଛିନ୍ନ ଭିନ୍ନ ହୋଇଗଲେ। ତେଣୁ ସେମାନେ ରାଜାଙ୍କୁ ଧରି ରିବ୍ଲାକୁ ବାବିଲ ରାଜା କତିକି ନେଇଗଲେ। ତହିଁରେ ସେମାନେ ତାଙ୍କ ପ୍ରତି ଦଣ୍ଡାଜ୍ଞା କଲେ। ଆଉ ସେମାନେ ସିଦିକିଅଙ୍କର ପୁତ୍ରମାନଙ୍କୁ ତାଙ୍କର ସାକ୍ଷାତରେ ବଧ କଲେ। ଦେଖନ୍ତୁ, ସିଦିକିଅଙ୍କର ପୁତ୍ରମାନଙ୍କୁ ସିଦିକିଅ ରାଜାଙ୍କର ସାମ୍ନାରେ ବଧ କରାଗଲା। ଆଉ ସିଦିକିଅଙ୍କର ଚକ୍ଷୁ ଉପାଡ଼ି ପକାଇଲେ। ଆଉ ତାଙ୍କୁ ଶୃଙ୍ଖଳରେ ବଦ୍ଧ କରି ବାବିଲକୁ ନେଇଗଲେ। ହଁ ପ୍ରିୟ ବନ୍ଧୁଗଣ, ସିଦିକିଅ ରାଜାଙ୍କ ପ୍ରତି ଏମିତି ଘଟିଥିଲା। ଆଉ ରାଜା ସିଦିକିଅ ସଦାପ୍ରଭୁଙ୍କର ଅବାଧ୍ୟ ହେବା କାରଣରୁ ଆଉ ଏମିତି ହେଇଥିଲା। ଆଉ ଯଦି ଆପଣ ପଢ଼ିବେ ଯେରେମିୟ 52 ପର୍ବ, ଆଉ ଯଦି 1 ପଦରୁ ପଢ଼ିବେ, ଆଉ ସେଠି ମଧ୍ୟ ଲେଖା ଅଛି ରାଜା ସିଦିକିଅ ଆଉ ତାଙ୍କ ବିଷୟରେ ଏଠି ବି ଲେଖା ଅଛି। ହଁ ପ୍ରିୟ ବନ୍ଧୁଗଣ, ତେବେ ଆପଣ ଯେଉଁଟା ଦେଖିଲେ ଇଏ ହେଉଛି ରାଜା ସିଦିକିଅଙ୍କର ଗୁମ୍ଫା। ଆଉ ରାଜା ସିଦିକିଅ ଏଇଟା ନିର୍ମାଣ କରିଥିଲେ। କିନ୍ତୁ ଦୁଃଖର ବିଷୟ ହେଉଛି କ'ଣ, ସେ ସଦାପ୍ରଭୁଙ୍କର ଅବାଧ୍ୟ ହେଲେ। ସଦାପ୍ରଭୁ ଯେଉଁଟା ମନା କରିଥିଲେ କରିବ ନାହିଁ, ସେଇଟା କଲେ, କୁକର୍ମ କଲେ। ସଦାପ୍ରଭୁଙ୍କ ବିରୁଦ୍ଧରେ କୁକର୍ମ କରିବାରୁ ସଦାପ୍ରଭୁ କ'ଣ କଲେ, କଲ୍ଦୀୟମାନଙ୍କର ହାତରେ ତାଙ୍କୁ ଧରେଇ ଦେଲେ। କଲ୍ଦୀୟମାନେ ରାଜାଙ୍କୁ ଧରିଲେ, ରାଜାଙ୍କର ପୁତ୍ରମାନଙ୍କୁ ମଧ୍ୟ ଧରିଲେ। ଆଉ ଧରିକି କ'ଣ କଲେ, ଧରିକି ତାଙ୍କ ପୁତ୍ରମାନଙ୍କୁ ବଧ କଲେ। ରାଜା କ'ଣ କଲେ, ରାଜା ସିଦିକିଅଙ୍କର ଆଖି ସାମ୍ନାରେ ତାଙ୍କ ନିଜ ପୁତ୍ରମାନଙ୍କୁ ବଧ କରାଗଲା ବା ହତ୍ୟା କରାଗଲା। ତାପରେ ସେମାନେ ସିଦିକିଅ ରାଜାଙ୍କର ଆଖି ଦୁଇଟା ଉପାଡ଼ି ପକାଇଲେ। ତାପରେ ତାକୁ ବନ୍ଦୀ କରିକି ନେଇଗଲେ। ମାନେ ଏଇଠୁ ଗୋଟେ ବିଷୟ ଆମେମାନେ ଶିଖିପାରିବା, ଯେ ପର୍ଯ୍ୟନ୍ତ ଆମେ ସଦାପ୍ରଭୁଙ୍କ ବାଧ୍ୟତାର ଜୀବନ ଆମେ କାଟୁ, ସେ ପର୍ଯ୍ୟନ୍ତ ଆମେ ସୁରକ୍ଷିତ। ଯେ ପର୍ଯ୍ୟନ୍ତ ଆମେମାନେ ସଦାପ୍ରଭୁଙ୍କ ହସ୍ତରେ ନିଜକୁ ସମର୍ପଣ କରିଦେଉ, ସେ ପର୍ଯ୍ୟନ୍ତ ଆମେ ସୁରକ୍ଷିତ। କିନ୍ତୁ ଯେବେ ଆମେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିକି, ତାଙ୍କୁ ଅମାନ୍ୟ କରିକି ନିଜ ଇଚ୍ଛାରେ କୌଣସି କାମ କରିବା ପାଇଁ ବାହାରୁ, ସେଇଟା ଆମ ପାଇଁ ବିପଦପୂର୍ଣ୍ଣ ହୋଇଥାଏ। ସଦାପ୍ରଭୁଙ୍କର ବାହୁ ଛାୟାରୁ ବାହାରିଲା ମାନେ କାମ ସରିଲା, ଖେଳ ଖତମ। ଆଉ ଆଜିକାଲି ତ ଅନେକ ଅଛନ୍ତି ଯେଉଁମାନେ କି ସଦାପ୍ରଭୁଙ୍କର ଆଜ୍ଞାକୁ ପାଳନ କରନ୍ତି ନାହିଁ। ଭାବନ୍ତି ଆମେ ବହୁତ ଭଲରେ ଅଛୁ। କିନ୍ତୁ ଏମିତି ସମୟ ଆସେ ସେମାନଙ୍କ ଜୀବନରେ, ଆଉ ଶେଷରେ ସେମାନେ କ'ଣ କରନ୍ତି, ବହୁତ ବଡ଼ ପ୍ରୋବ୍ଲେମରେ ବା ଅସୁବିଧାରେ ପଡ଼ନ୍ତି। ଆଉ ସେତେବେଳକୁ ସେମାନଙ୍କ ପାଖରେ କେହି ନଥାନ୍ତି। ନିଜ ବାହୁବଳରେ, ନିଜର ଜ୍ଞାନରେ ନିର୍ଭର କରୁଥିବା, ଗର୍ବ କରୁଥିବା ଲୋକମାନେ, ସେମାନେ ବହୁତ ଅସୁବିଧାରେ ସେମାନେ ପଡ଼ନ୍ତି। ଆଜି ମଧ୍ୟ ଅନେକ ଅଛନ୍ତି ଯେଉଁମାନେ ପରମେଶ୍ୱରଙ୍କ ଶକ୍ତି ଉପରେ ନିର୍ଭର ନ କରିକି ନିଜର ଟଙ୍କା ପଇସା ବାହୁବଳ ଉପରେ ନିର୍ଭର କରନ୍ତି, ଯେଉଁଟାକି ସବୁଠାରୁ ଦୁଃଖର ବିଷୟ ଅଟେ। ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବହୁମୂଲ୍ୟ ନାମରେ ଆନ୍ତରିକ ନମସ୍କାର। ଆଜିର ଭିଡ଼ିଓକୁ ଏଇଠି ରଖିବା। ଭିଡ଼ିଓ ଭଲ ଲାଗିଥିଲେ
ଭିଡ଼ିଓକୁ ସେୟାର କରନ୍ତୁ। ଚ୍ୟାନେଲକୁ ଯଦି ପ୍ରଥମ ଥର ପାଇଁ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପୁଣି ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ ଆଉ ଗୋଟେ ଅଧ୍ୟାୟରେ। ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ଆନ୍ତରିକ ନମସ୍କାର।